ସେମାନେ ଉତ୍ତର ଦେଲେ, ପିଲାତ ସେମାନଙ୍କୁ କହିଲେ, ତୁମେମାନେ ଏହି ଲୋକକୁ ନେଇଯାଅ ଏବଂ ତୁମମାନଙ୍କ ବ୍ୟବସ୍ଥା ଅନୁସାରେ ନିଜେ ଏହାର ବିଚାର କର। ଯିହୁଦୀମାନେ କହିଲେ, ଏହା ଏଥିପାଇଁ ଘଟିଲା ଯେପରି ଯୀଶୁ ନିଜର ମୃତ୍ୟୁଭୋଗର ପ୍ରକାର ବିଷୟରେ ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା ପୂର୍ଣ୍ଣ ହେବ। ତତ୍ପରେ ପିଲାତ ବିଚାରକୁ ପ୍ରବେଶ କଲେ ଏବଂ ଯୀଶୁଙ୍କୁ ଡକାଇ ତାହାଙ୍କୁ ପଚାରିଲେ, ତୁମେ କଣ କରିଛ? ଯୀଶୁ ଉତ୍ତର ଦେଲେ, ମୋର ରାଜ୍ୟ ଏହି ଜଗତର ନୁହେଁ। ମୋର ରାଜ୍ୟ ଯଦି ଏହି ଜଗତର ହୋଇଥାନ୍ତା ତେବେ ମୁଁ ଯିହୁଦୀମାନଙ୍କ ହାତରେ ଯେପରି ସମର୍ପିତ ନ ହୁଏ ସେଥିଲାଗି ମୋର ଅନୁଚରମାନେ ସଂଗ୍ରାମ କରିଥାନ୍ତେ। ନା, ମୋ ରାଜ୍ୟ ଏ ଜଗତର ନୁହେଁ। ପିଲାତ ଯିହୁଦୀମାନଙ୍କ ନିକଟକୁ ଯାଇ କହିଲେ, ମୁଁ ତାଙ୍କ ବିରୁଦ୍ଧରେ କୌଣସି ଦୋଷ ପାଉନାହିଁ, କିନ୍ତୁ ତୁମମାନଙ୍କ ପ୍ରଥା ଅନୁସାରେ ମୁଁ ନିସ୍ତାର ପର୍ବ ଉପଲକ୍ଷେ ତୁମମାନଙ୍କ ନିମନ୍ତେ ମୁକ୍ତ କରିବି। ସେମାନେ ଚିତ୍କାର କରି କହିଲେ, ଏହି ଲୋକକୁ ନୁହେଁ, ବାରବାସକୁ। ବାରବାସ ଜଣେ ଦସ୍ୟୁ ଥିଲା। ତତ୍ପରେ ପିଲାତ ଯୀଶୁଙ୍କୁ ନେଇଯାଇ ଚାବୁକ ପ୍ରହାର କରାଇଲେ। ସୈନ୍ୟମାନେ କଣ୍ଟାର ମୁକୁଟ ଗୁନ୍ଥି ତାଙ୍କ ମସ୍ତକରେ ରଖିଦେଲେ। ଓ ବାଇଗଣୀ ରଙ୍ଗର ବସ୍ତ୍ର ପରିଧାନ କରାଇଲେ। ସେମାନେ ଯୀଶୁଙ୍କ ସାମ୍ନାକୁ ଆସି ଚାପୁଡ଼ା ମାରୁଥିଲେ। ପିଲାତ ପୁନର୍ବାର ବାହାରକୁ ଆସି ସେମାନଙ୍କୁ କହିଲେ, ଯେପରି ତୁମେମାନେ ଜାଣିବ, ମୁଁ ତାଙ୍କ ବିରୁଦ୍ଧରେ କୌଣସି ଦୋଷ ପାଉନାହିଁ। ତହୁଁ ଯୀଶୁ କଣ୍ଟକ ମୁକୁଟ ଓ ବାଇଗଣୀ ବସ୍ତ୍ର ପରିହିତ ହୋଇ ବାହାରକୁ ଆସିଲେ। ପିଲାତ ସେମାନଙ୍କୁ କହିଲେ, ଦେଖ। ପିଲାତ ସେମାନଙ୍କୁ କହିଲେ, ତୁମେମାନେ ଏଥିରେ ପିଲାତ କ୍ରୁଶବିଦ୍ଧ କରିବା ପାଇଁ ଯୀଶୁ ନିର୍ଦ୍ଦୋଷ ଏହା ପିଲାତ ଜାଣିଥିଲେ। ତଥାପି ଦୟାକରି ପାଣି ଧରନ୍ତୁ।
हे मोर प्रियतम यीशु पाप हेतु मरण मृत्युर यज्ञ होइअछि तुम्भे मते स्वर्गीय जीवन देवा लागि एही प्राणदंड वर्ण कल तुम्हार सेही प्रेम द्वितीय स्थान प्रभु यीशु क्रूस बहन करुछन्ति हे प्रभु यीशु ख्रीष्ट आम्हाले तुमको आराधना करुछु धन्यवाद अर्पण करुछु सिपाही माने यीशुଙ୍କ कान्धरे गोटाए भारी क्रूस लगिले जुबामेश उमुड़ी पड़िले तृतीय स्थान प्रभु यीशु प्रथम थर क्रूस करुछन्ति